वर्षा होता आज भी से वर्षा ठीक बेपार करे ठीक लोक आसवा टाइम वर्षा स्टार्ट हो चप पड़ा अति सुंदर दृश्य तेल बढ़िया जक जक फुटुची ना लास्ट है अच्छा सांग मैंने आज शशुर घर आसी आंब एड़े एड़े आंब केटे केटे आंब से बटे बापालो ये बैगण पलि हाँ ये हूँ बैगण पलि आंब आ किलो बर्तमान 150 टका सार टे अनेल भल हसुच अच्छा अच्छा ओके चिल्ली कची सब भंडार खाली पूरा आग तमे एत टाइम थेला कोड सरला बेलू आसी पहुंच हां अच्छा इठी पकोड़ा भी सइलाई सब सरिलाई पकोड़ा कोटा तो कोटा दियो ना कोटा मांस कल अखे नेमाळ जीवु हां कल नेमाळ ना केतो कल में 4टा ए दुकान बंद दुकान के देखता बोले 2 4 6 अखेर सब खाली गला सब साले ये बड़ा आश्चर्य दीटा रोल है पुणी गरम बाड़े पकोड़ा सरिया सरिया बहुत सुंदर पकोड़ा कर बड़ा आश्चर्य दीटा रोल बनाई तू मन को भी ओके ना कौन पड़ियो पकोड़ा पकोड़ा ना अंडा चप अंडा चप पड़ियो ना पकोड़ा कोन आछिया पकोड़ा शेष बेसन गला गली चलती ना आ केतरा चप बाहर गोटे 2 4 6 7टा खंड बाहर जा लेट लाइट हेलानी आ कोन सब नगदा काम ये एटा कोन हमरो दिया आसीओ इहा फेरिबन ना अच्छा गरा गई खाऊ जे नहीं मोबाइल में है कि हल्दी पड़ुछ ना कते हल्दिया खाऊ बाबा ओके ए माटी हल्दिया पुणी कौन पक कौन पाक करुच अखे तार से जिनस मसला पकई ना चप पड़ा है ये सब बना हो अंडा को सी कौन मसला चप पड़ा अति सुंदर दृश्य तेल बढ़िया जक जक फुटुची ना लास्ट है लास्ट है 11टा 10 15 अच्छा ये पकोड़ा को ये चप पूरा ताकि अच्छे रेडी एत जल्दी है
କ'ଣ କଲ ତମେ ମୋ ସାରେ ଚପ ରେଡ଼ି। ହଉ ଅକ୍ଷୟ ଆମେ ରହିଲୁ। ହଉ ସାର୍ ତ ଏଠି ବଇଛନ୍ତି। ଟିକେ ବନ୍ତଳ କଦଳୀ ଆଇଛି ବାପାରେ। ଆହୁରି ଏଥିରେ କ'ଣ ଅଛି? ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ ସାଙ୍ଗମାନେ। ସକାଳୁ ସକାଳୁ ତ କୋହଲିଆ ପାଗ କରିଥିଲା, ଆଉ ପାଗ ସହିତ ଖରା ବି ଗୁଳୁଗୁଳି ଜୋର ହେଉଥିଲା। ଆଉ ତାପରେ ବର୍ଷା ଆସି ହେଇ ଚାଲି ଯାଇଛି। ବର୍ଷା ମାନେ ଭୟଙ୍କର ବର୍ଷା ସାଙ୍ଗମାନେ। ଆଜି ଯେହେତୁ କାଲି ଜ୍ୟେଷ୍ଠ ପୂର୍ଣ୍ଣମୀ, ଆଜି ବେପାର ପାଇଁ ଦୋକାନରେ ଟାଇମ୍ ଦେବାକୁ ପଡ଼ିବ। ଭିଡ଼ିଓ ଟିକେ ଆସିବା ଲେଟ୍ ହେବ, ଭଲ ଭିଡ଼ିଓ ବି ଆସିବନି ସାଙ୍ଗମାନେ। ଦେଖିବା ଦିନମାନ ବ୍ଲଗ୍ରେ ଆଜି କ'ଣ ହେଉଛି। ଫଲୋ ମି ସାଙ୍ଗମାନେ। କାଲି ବି ସେମିତି ବର୍ଷା ହେଇଥିଲା, ଆଜି ବି ସେମିତି ବର୍ଷା ହେଉଛି। ଠିକ୍ ବେପାର କରେଇ ଦେଉନି। ଠିକ୍ ଲୋକ ଆସିବା ଟାଇମ୍କୁ ବର୍ଷା ଷ୍ଟାର୍ଟ ହେଇଯାଉଛି। ବର୍ଷା ହେଇକି ଗଲାଣି, ପୁଣି ବର୍ଷା ଉଠେଇକି ଜୋର ଆସିଲାଣି। ଏଇ ରାସ୍ତା ସବୁ କାଦୁଅ। ଆଉ ମୁଁ ଏବେ ଖାଇବାକୁ ଯାଉଛି। ବର୍ଷା ମାନେ ଛେଚା ବର୍ଷା ସାଙ୍ଗମାନେ। ଏଇ ବର୍ଷା ତ ପକେଇଲାଣି ଦେଖନ୍ତୁ। ଆଉ ଲାଗୁଛି ବେପାର ଏମିତି କରେଇ ଦେବନି ଲାଗିଛି। ଆମ ସହିତ ଦାଉ ଖାଇଯାଇଛି। ଆରେ ରାତି 9ଟା ପରେ ବର୍ଷା ହ, ତାପରେ କମିଯା। ଠିକ୍ ଲୋକ ଆସିବା ଟାଇମ୍ରେ ବର୍ଷା ହେଉଛି ସାଙ୍ଗମାନେ। ବର୍ଷା ଦେଖନ୍ତୁ। ଆଉ ରାସ୍ତା କର ସବୁ ମାଟି ପଡ଼ିଛି, ଫୁଲି ଅଛି। ଗାଡ଼ି ଯଦି ସ୍ଲିପ୍ କରୁଛି ପଡ଼ିବା କଥା। ଇଆଡ଼େ ଟିକେ ବର୍ଷା କମ୍ ହେଇଛି। ଆମ ସାଡ଼କୁ ବର୍ଷା ପ୍ରବଳ ଢାଳି ଦେଇଯାଇଛି। ଇଆଡ଼େ କ'ଣ ଟୋପା ବର୍ଷା ନାହିଁ। ଆମ ସିଆଡ଼େ ଦେଖୁନୁ କେତେଥର ବର୍ଷା ହେଇ ଢାଳି ଦେଇକି ଛାଡ଼ି ଦେଇଗଲା। ଇଆଡ଼େ ଟୋପା ମାନେ ହାଲକା ବି ପଡ଼ିନି ବର୍ଷା ଦେଖୁନୁ। ଆଜି ରାସ୍ତା କାମ ଚାଲିଛି, ରାସ୍ତା ୱାଇଡ୍ ପାଇଁ। ସାଙ୍ଗମାନେ ଆଜି ଶ୍ୱଶୁର ଘରରୁ ଆସିଛି ଆମ୍ବ। ଏଡ଼େ ଏଡ଼େ ଆମ୍ବ, କେଡ଼େ କେଡ଼େ ଆମ୍ବ ସେ ବଟେଇଛନ୍ତି ବାପାଲୋ। ଏଇଟା ବାଇଗଣ ପଲେଇ ବା। ହଁ, ଇଏ ହେଉଛି ବାଇଗଣ ପଲେଇ ଆମ୍ବ। କିଲୋ ବର୍ତ୍ତମାନ 150 ଟଙ୍କା। ଏ ତାଙ୍କ ଶ୍ୱଶୁର ଘରଙ୍କ ନିଜ ଗଛ। ଏତେ ଆମ୍ବ ଦେଇଛନ୍ତି। ଅଧିକା ଆମ୍ବ ତାଙ୍କର ଗଡ଼ିଆରେ ଗଳି ପଡ଼ିଲା, ଆଣିପାରିଲେନି ଛାଡ଼ିକି। ଯେତିକି ପୁରା କୋଉଠି ପାରିଥିଲେ ଯା ହଁ, ଅଧେ ଗଡ଼ିଆରେ ଗଳି ପଡ଼ିଲା। ଆଉ ଶୁଖୁଛି ଅଧେ ଆଣିକି ଦେଇଗଲେ। କହିଲେ ମୁଁ ପାରିଥିଲି ଯେତିକି ଅଧେ ବୋଲି ଆଣିକି ପାଣିକୁ ଆଣିପାରିଲିନି ଉପରକୁ। ଭଲ ଆମ୍ବ ଦେଇଛନ୍ତି। ଶ୍ୱଶୁର ଘରକୁ ଆସିছে ଆମ୍ବ। ସାବିତ୍ରୀ ଭାରତ ଆସିଥିଲା, ରଜ ଆସିନି। ରଜ କ'ଣ ଆଣିବେ ବୋଧେ, କିନ୍ତୁ ଆମ୍ବ ବର୍ତ୍ତମାନ ପଠେଇଛନ୍ତି ଖାଇବା ପାଇଁ। ଚାଲୁ, ଖାଇବା ପିଇବା ଚାଲୁ। ଆଉ କ'ଣ କରିବା। କେଡ଼େ କେଡ଼େ ଆମ୍ବ ବୋଲ ଭଗବାନ। ଏ ଆମ୍ବ ସେ ବିକିଲେ ଭଲ 2 ପଇସା ପାଆନ୍ତେ। ତାଙ୍କର ବିକ୍ରି ପ୍ରପୋଜଲ୍ ନାହିଁ। ଯିଏ ଖାଇଲା ଖାଇଲା, ଯିଏ ଗଲା ଗଲା। ଏ ଆଉ ବଡ଼ ତୋଟା ଭଳିଆ ଅଛି। ଭଗବାନ, କେତେ ବଡ଼ ବଡ଼ ଆମ୍ବ। ଏଇ ଦେଖ, ଏଇ ଆମ୍ବଟା କେତେ ବଡ଼। ଗୋଟେ ଆମ୍ବ କିଲେ ହବ। ବାପା लो, ଏ କିଲେ, ଗୋଟିଏ ଆମ୍ବ କିଲେ। ଟିକେ ବନ୍ତଳ କଦଳୀ ଆଇଛି ବାପାରେ। ଆହୁରି ଏଥିରେ କ'ଣ ଅଛି? ଏଇ ବନ୍ତଳ କଦଳୀ ବାପୁଲୋ। ଶ୍ୱଶୁର ଦେଇଛନ୍ତି ଖାଇବା ପାଇଁ। ଆଉ କ'ଣ ସାଙ୍ଗମାନେ, ଦିନମାନର ବ୍ଲଗ୍ ଆଜି ଏମିତି ଥିଲା। ଭିଡ଼ିଓ ଯଦି ଭଲ ଲାଗିବ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ପୁଣି ଦେଖା ହେବ ନେକ୍ସଟ ଏକ ଭିଡ଼ିଓ, ନେକ୍ସଟ ଏକ ବ୍ଲଗ୍ରେ। ରହୁଛି, ବାଏ ବାଏ।